गछकु पिटिला बाइक दुई युवकों मृत्यु होता दुखद खबर आसुची सोरडा थाना लाठीपड़ा गाँ निकटरे दुर्घटना होईची भारसाम्य हराई गछरे पिटी हेबारु ए दुर्घटना होइतिबा जଣା पड़ुची मृतक दुई जण गांगपुर थाना कालियागुड़ा गाँव होइतिबा सूचना मिलिछि सोरडारु भोजी खाई निज गाँ कालियागुड़ाकु बाइक जोगे फेरुथिबा समय कालबैशाखी तांडव जोगु दुर्घटना घटिथिबा सूचना मिलिछि गुरुतर अवस्था दुहें पड़िथिबा बेले स्थानीय लोके उद्धार करी भंजनगर उपखंड चिकित्सालय भर्ती करथिले सेठारे डाक्तर उभयଙ୍କୁ मृत घोषणा करथिले। हम प्रतिनिधि राजेश पंडा जोड़ी होचंती आम सहित फोन लाइन अधिक सूचना पाई। राजेश, ये दुर्घटना किभली कोन घटिला दुई जनकर दुखद खबर जे मृत्यु घटिछि एथरे निहाती भाव रचनादान कुआଯାଇ ପାରିବ ଏକ ଦୁଃଖଦ ଘଟଣା ଘଟିଛି सोरडा थाना लाठीपड़ा गाँव रे जेमति कि କୁହାଯାଉଛି ଦୁଇ ଜଣ ଯୁବକ ସୋରଡାକୁ ଆସିଥିଲେ ଭୋଜି ଖାଇ ସାରି ଘରକୁ ଫେରୁଥିବା ବେଳେ ଲାଠିପଡ଼ା ଗ୍ରାମରେ ପ୍ରବଳ ଜୋରରେ ବର୍ଷା ପବନ ସହ ମେଘ ଘଡଘଡି ଆସିଥିଲା। ତାହାରି ପ୍ରଭାବରେ ବାଇକଟି ଭାରସାମ୍ୟ ହରାଇ ଏକ ରାସ୍ତା କଡରେ ଥିବା ଗଛକୁ ପିଟି ହୋଇଯାଇଥିଲା। ଫଳରେ ଦୁଇ ଜଣ ବାଇକ ଆରୋହୀ ରହିଥିଲେ ସେମାନେ ତଳେ ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ କରାଯାଇଛି ଏବଂ ଯାହା ଜଣାପଡୁଛି ମୃତକ ମାନେ ରହିଥିଲେ ଜଣେ ହେଲେ ବସନ୍ତ ସ୍ୱାଇଁ ଆଉ ଜଣେ ହେଲେ ସଞ୍ଜୀବ ବେହେରା। ଯେ ସଞ୍ଜୀବ ବେହେରା ରହିଥିଲେ ସେ ଆର୍ମିରେ କାର୍ଯ୍ୟରତ ଅଛନ୍ତି। ସେ କାର୍ଯ୍ୟରତ ଘରକୁ ଛୁଟିରେ ଆସିଥିଲେ ଏବଂ ତାଙ୍କର ଯେତେବେଳେ ଦେହାନ୍ତ ଖବର ଜାଣିବା ପରେ ଆର୍ମିର ଯବାନ ମାନେ ଆସି ତାଙ୍କୁ ଗାର୍ଡ ଅଫ୍ ଅନର ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଆଉ କିଛି ସମୟ ପରେ ମଧ୍ୟ ସେ କାର୍ଯ୍ୟକ୍ରମ ହବ, କିନ୍ତୁ ଦୁଇ ଜଣ ଯାକର ମୃତଦେହ ଗାଁରେ ଆସି ପହଞ୍ଚିଲା ପରେ ଗାର୍ଡ ଅଫ୍ ଅନର ଦିଆଯିବ ଏବଂ ଗୋଟିଏ ଗାଁର ଏଇ ଦୁଇ ଜଣ ଯୁବକ ଅଛନ୍ତି, ଦୁଇ ଜଣ ସାଙ୍ଗ ହୋଇ ଭୋଜି ଖାଇ ଯାଇଥିଲେ। କିନ୍ତୁ ଏଭଳି ହଠାତ୍ ଦୁଃଖଦ ଖବର ଆସିଛି। ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, କାହିଁକି ନା ଦୁଇ ଜଣ ଭେଣ୍ଡିଆ ଯୁବକକୁ ହରାଇଛନ୍ତି ଗାଁ ଲୋକେ। ତାହା ଫଳରେ କୁହାଯାଉଛି ଯୋଉ ମେଘ ପବନ ଜୋରରେ ବର୍ଷା ହୋଇଥିଲା ତାହାରି ପ୍ରଭାବରେ ବାଇକ ଆଉ ତାର ଭାରସାମ୍ୟ ରଖିପାରିନଥିଲା, ଯାହା ଫଳରେ ରାସ୍ତା କଡରେ ଥିବା ଗଛକୁ ପିଟି ହୋଇଯାଇଥିଲା। ସେମାନେ ଗୁରୁତର ଭାବରେ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଜି ତାଙ୍କର ଶବ ବ୍ୟବଚ୍ଛେଦ ମଧ୍ୟ ବର୍ତ୍ତମାନ ସମୟରେ କରାଯାଇଛି ଭଞ୍ଜନଗର ମେଡିକାଲରେ। ଆଉ କିଛି ସମୟ ପରେ ମୃତଦେହ ଆସି ଗାଁରେ ପହଞ୍ଚିବ, ଯାହା କୁହାଯାଉଛି ବର୍ତ୍ତମାନ ଶୋକାକୁଳ ପରିସ୍ଥିତି ଖେଳି ଯାଇଛି। ଜଣେ ଯବାନ ଗାଁ ଲୋକେ ରହିଥିଲେ ସେ ଆର୍ମିର ଜଣେ ଯବାନ, ତାଙ୍କର ମୃତଦେହକୁ ସମ୍ମାନ ଦେବା ପାଇଁ ଆର୍ମି ପକ୍ଷରୁ ଗୋଳାବନ୍ଧରୁ ଏକ ଟିମ୍ ମଧ୍ୟ ବାହାରି ଆସିଛନ୍ତି। ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ। ଯେ କି ଆର୍ମିର ଯବାନ କୁହାଯାଉଛି ଇଏ କଣ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଏବଂ ଛୁଟିରେ ଘରକୁ ଆସିଥିଲେ? ହଁ, ନିହାତି ଭାବରେ ସେ ପଞ୍ଜାବ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ସେ ଛୁଟିରେ ଘରକୁ ଆସିଥିଲେ ଭୋଜି ଖାଇବା ପାଇଁ, କିନ୍ତୁ ଭୋଜି ଖାଇବା ହେଲା ତାଙ୍କ ପାଇଁ ଏକ ପ୍ରକାର କାଳ କୁହାଯାଇ ପାରିବ। କାହିଁକି ନା ଯୋଉଭଳି ଭାବରେ ମେଘ ପବନ କାଳ ବୈଶାଖର ତାଣ୍ଡବ ରଚୁଛି, ଅନେକ ସ୍ଥାନରେ ଗଛ ପଡୁଛି ଏବଂ ଅନେକ ସ୍ଥାନରେ କୁଆପଥର ମାଡ ହଉଛି। ତା ସାଙ୍ଗକୁ ଏଇ ଯୋଉ ମେଘ ପବନ ଏତେ ଜୋରରେ ବହୁଛି, ଯାହା ଫଳରେ ବାଇକ ଭାରସାମ୍ୟ ହରାଉଛି ଏବଂ ବହୁତ ଦୁର୍ଘଟଣା ମଧ୍ୟ ଘଟୁଛି। ନିକଟ ଅତୀତରେ ଯାହା କୁହାଯାଉଛି ଅନେକ ଦୁର୍ଘଟଣା ମଧ୍ୟ ଘଟିଛି। ଏବେ ସ୍ଥାନୀୟ ପ୍ରଶାସନ ମଧ୍ୟ ସେ ଗାଁରେ ଯାଇ ପହଞ୍ଚିବ ଏବଂ ତାଙ୍କୁ ସସଲାମ ସହିତ ଗାର୍ଡ ଅଫ୍ ଅନର ଦେବାଯିବାର କାରଣ। ଧନ୍ୟବାଦ ଆପଣଙ୍କ ସମସ୍ତ ସୂଚନା ପାଇଁ। ରାଜେଶ ପଣ୍ଡା ପ୍ରତିନିଧି ଯୋଡ଼ିଥିଲେ ଆମ ସହିତ ଯେ ଗଛକୁ ବାଇକ୍ ପିଟିଛି ଏବଂ ଯାହାଫଳରେ ବାଇକ୍ରେ ଥିବା ଦୁଇ ଜଣ ଯୁବକ ଯାହାଙ୍କର ମୃତ୍ୟୁ ହୋଇଛି, ସେପଟେ ଦୁଇ ଜଣଙ୍କ ଭିତରୁ ଜଣେ ଯବାନ ହୋଇଥିବା ମଧ୍ୟ ଜଣାପଡୁଛି। ଅର୍ଥାତ୍ ଆର୍ମିରେ ଥିବା ଯବାନ ଯିଏକି ଛୁଟିରେ ଘରକୁ ଆସିଥିଲେ ଭୋଜି ଖାଇବା ପାଇଁ ସାଙ୍ଗ ସହିତ ଯାଇଥିଲେ, କିନ୍ତୁ ଏକ ଦୁଃଖଦ ଘଟଣା ଘଟିଛି ଯେ ଗଛରେ ବାଇକ୍ ପିଟିବା ପରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୋକାକୁଳ ପରିବେଶ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି।